ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ମସିହା ବେଳକୁ ଭାରତ ବିକଶିତ ହେବା ସହ 2036ରେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟେ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ। ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତୀକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ। କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ ଜିଲ୍ଲା ବାହାରୁ ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି। ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ 3 ରଥରେ ଛେରା ପହଁରା କରିଥିବା ବେଳେ ତିହିଡ଼ି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ କହିଛନ୍ତି, ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି এই ଜଗନ୍ନାଥ ସଂସ୍କୃତିକୁ ନେଇ ଏ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା। ତେଣୁ এই ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି। କେନ୍ଦ୍ର ସରକାରଙ୍କର 12 ବର୍ଷର ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ବର୍ଷର ରାଜ୍ୟ ସରକାରଙ୍କର ବିକାଶ ଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ DRDA ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀରେ 1,326ଟି ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377ଟି ବୁଥ୍ ବୃଦ୍ଧି ପାଇଥିବା ବେଳେ 12,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।